Good evening all. Welcome to Odisha Regional Stipend. तो ପିଲାମାନେ ଆଜି ଆମେ ପଢିବା ନୌକା ଓ ସ୍ରୋତ। ତ ନୌକା ସ୍ରୋତରେ ଯାହା ତମର ମାନେ କୋଶ୍ଚିନ୍ ଆସେ ପରୀକ୍ଷାରେ ବହୁତ ସହଜ କୋଶ୍ଚିନ୍ ଆସେ ହେଲା। ବହୁତ ସହଜ କୋଶ୍ଚିନ୍ ଆସେ ମାନେ ତାକୁ 10 ସେକେଣ୍ଡରେ କରିବ ସେମିତି ଆମେ ଦେଖିବା। ଦେନ୍ ତାର ବେସିକ୍ସ ଆଗେ ବୁଝିବା ଯେ କଣ ନୌକା ସ୍ରୋତ କୋଶ୍ଚିନ୍ କେମିତି ଆସେ। ବଟ୍ ତା ପୂର୍ବରୁ ମୁଁ କହିବି ଏଇ ଯୋଉ ପଢିଥିଲେ କ୍ଲାସ ନଳ ଓ ପାଣି ଟାଙ୍କି ତାର ଭିଡିଓ ଦେଖିଛ ମୁଁ କାଲି ଅପଲୋଡ କରିଥିଲି। ଆଜ୍ଞା ସାର୍। ଆଜ୍ଞା ସାର୍ ଆଜ୍ଞା ଓକେ ଓକେ ତ ଏଠି ହଉଛି ତମର କଣ ନୌକା ନୌକାର ଇଂଲିଶ କଣ ବୋଟ ସାର୍ ବଟ୍ ବର୍ଡ ବୋଟ ବୋଟ ଏଣ୍ଡ ସ୍ରୋତର କଣ ଷ୍ଟ୍ରିମ୍ ହେଲା। ସାର୍ ଷ୍ଟ୍ରିମ୍ ମାନେ ତ ଝରଣା ବି। ହଁ ସେଇ ସ୍ରୋତ ନା ସେ ସମାନ ହେଲା। ତ ଆଜ୍ଞା ସିମ୍ପଲି ବୋଟ ଆଣ୍ଡ ଷ୍ଟ୍ରିମ୍ ଆମେ ଦେଖିବା କୋଶ୍ଚିନ୍ ବଟ୍ କେତେଟା କଥା ଆମେ ଖାଲି ଧ୍ୟାନ ଦବା। ହଁ କେତେଟା କଥା ଧ୍ୟାନ ଦେବା ମୁଁ ଯଦି କହିବି ଏଇଟା ହଉଛି ତମର ପାଣି ହେଲା। ଆଜ୍ଞା ସାର୍। ଏଇଟା ପାଣି ମାନେ କଣ ଏଇଟା ହଉଛି ତମ ସ୍ରୋତ ନଈଟା ହେଲା। ଆଜ୍ଞା ତ ଏଇଟା ହେଲା ଆଉ ଗୋଟେ ନଈ ଏଠି କରିଦଉଛି। ନା ସେଇ ନଈ ଆଜ୍ଞା ହେଲା ସେଇ ନଈ ଏମିତି ଲମ୍ବା ହେଇଛି ଏମିତି ଯାଇଛି ମୁଁ ଏଠି ଆଉ ଲେଖିନି ହେଲା। ତ ବର୍ତ୍ତମାନ ମୁଁ କହୁଛି ଗୋଟେ ଡଙ୍ଗା ମାନେ ତମ ନଈର ଯୋଉ ବେଗଟା ଏଇ ଆଡକୁ ପ୍ରବାହିତ ହଉଛି ହେଲା ବାଁରୁ ଡାହାଣକୁ ପ୍ରବାହିତ ହଉଛି ନଈ। ଇଏ ବି ସେମ୍ ବାଁରୁ ଡାହାଣକୁ ପ୍ରବାହିତ ହଉଛି ସେ ଗୋଟିଏ ନଈ ଗୋଟେ ନଈ ଲମ୍ବା ହେଇଛି ଆଉ ବୁଝିଲ ସାର୍ ତ କଣ ହଁ ଆଉଥରେ ଟିକେ ବୁଝେଇବେ। ଅମରନାଥ ଟିକେ ସାରଙ୍କର ଅମରନାଥରେ ଲେଟ୍ କଣ ପାଇଁ? ସିଏ ସିନା ଆସ୍ତେ ଆସ୍ତେ ଲେଟ୍ ହେଲା ତମେ MS ଧୋନି ହବ ଆଉ ସେ ଯୋଉ ଫିଲ୍ମ ଦେଖିଛ MS ଧୋନି ଫିଲ୍ମ? ହଁ ସାର୍ ହଁ। କିଏ ଦେଖିନି ହଁ MS ସାର୍ ଧୋନି ଫିଲ୍ମ ସିଏ କଣ ସାର୍ କରିଥିବ ନା ମୁଁ ଏଠୁ ଦୌଡିକି ସେଠିକି ଯାଉଥିବ ସିଏ ପ୍ରାକ୍ଟିସ କରୁଥିବ ପୁଣି ଦୌଡି ଆସି ଏଟା କରୁଥିବ ସେଟା କରୁଥିବ ହଁ ନା ନାଇଁ। ସିଏ ଟାଇମ ଆକ୍ଚୁଆଲି ସତ କଥା ଲାଇଫରେ ଟାଇମ ସମସ୍ତଙ୍କୁ 24 ଘଣ୍ଟା ମିଳିଛି। ସେଇ 24 ଘଣ୍ଟାରେ ଆମକୁ ସବୁ କିଛି କରିବାକୁ ପଡିବ ନିହାତି ଯଦି ଆଜି ଲାଗୁଛି ଯେ ପୁରା ଟାଇମ ହଉନି ଖେଳିବାକୁ ସମୟ ହଉନି ସ୍କୁଲ ଆସୁଛି ସ୍କୁଲ ସାରିଲା ପରେ ଆସିକି ବସିଛି କି ନାଇଁ ଟିଉସନ ପରେ ପୁଣି ରାତିରେ ଟିଉସନ ଅନଲାଇନ ଯଦି ଏମିତି ଭାବୁଛ ପିଲା ବ୍ୟସ୍ତ ହବନି ଏଥିରେ ତମେ ସବୁ ଦିନକୁ ଦିନ କିଛି ଗୋଟେ ଶିଖୁଛ ନା ନାଇଁ ଏଇ ଶିଖିବା ଟା ତମକୁ ଆଗକୁ କାମରେ ଆସିବ। ତେଣୁ ଆ ପାଇଁ ବ୍ୟସ୍ତ ହବନି ଜମା ଯଦି ଅମରନାଥ ତମକୁ ଲାଗୁଛି ଯେ ତମ ପାଖରେ ସମୟ ନାହିଁ ତଥାପି ବ୍ୟସ୍ତ ହୁଅନି କାହିଁକିନା ଡେଲି ଏଥିରୁ ତମକୁ କିଛି ଶିଖିବାକୁ ମିଳିବ ଯୋଉଟା କି ଆଗରେ ତମକୁ କାମରେ ଲାଗିବ ହେଲା। ତ ଏଠି କୋଶ୍ଚିନ୍ କଣ କହୁଛି ଏ ମାନେ ଏଠି ଦେଇଛି କଣ ଏଇଟା ହଉଛି ଗୋଟେ ମାନେ ନଈ ଯୋଉଟା ମୁଁ ଇଏ କଲର ଏଟା କି କଲର ଯେ କି କଲର ଏଇଟା ଲିଭିଗଲା ଏଟା ଏଇଟା ଏଇ ଯୋଉ କଲର ସ୍କାଇ ବ୍ଲୁ ହଁ ସେଟା ବ୍ଲୁ କଲର ଟା ହେଇଛି ବ୍ଲୁ କଲର ଟା ଆମେ କହିବା କଣ ନା ତମର ନଦୀ ହେଲା ତ ନଦୀ ଏଇ ଯୋଉ ମୁଁ ରେଡ କଲର ଟା ଦେଇଛି ସେଇଟା କହୁଛି ନଦୀର ଯୋଉ ସ୍ରୋତ ଟା ଏଇ ଦିଗରେ ଯାଉଛି ଏମିତି ଆଡକୁ ଯାଉଛି ଆଜ୍ଞା ହେଲା ତ ଏଇଟା ସେଇ ନଈ ବି ଆଜ୍ଞା ଏଠି ସାର୍ ରଖିଛି ସେଇ ନଦୀ ରଖିଛି ସିଏ ବି ସେଆଡକୁ ଯାଉଛି ମୁଁ ଗୋଟେ ବୋଟ ବନଉଛି ମୁଁ ଗୋଟେ ବୋଟ ବନଉଛି ତ ବୋଟ ଟା କଣ ହେଲା ନା ତାକୁ ଜଣେ ଚଲେଇବ ହଁ ନା ନାଇଁ ତେଣୁ ଆଜ୍ଞା ସେ ଆଜ୍ଞା ଠିକ ଅଛି ସେ କିଏ ଚଲଉଛି ନ ଚଲଉଛି ସେ କଥା ଛାଡିଦିଅ ନହେଲେ କି ଏଟା ତା ଦେହରେ ମେସିନ୍ ଲାଗିଛି ବା ତମର ଯୋଉ ପମ୍ପ ସେଟ ଲାଗେ ସେଟା ଛାଡିଦିଅ ବର୍ତ୍ତମାନ ଡଙ୍ଗା ଟା ଏଇ ଦିଗରେ ଯାଉଛି ହେଲା ସେ ଡଙ୍ଗା ଟା ଏଇ ଆଜ୍ଞା ଦିଗରେ ଯାଉଛି ଏଇଟା ଆଜ୍ଞା ଦେଖିଦବ ଗୋଟେ କଣ୍ଡିସନ ଏଇ ଡଙ୍ଗା ଟା ଏଇ ଜାଗାରେ ପହଞ୍ଚି ଯାଇଛି ସେଇ ଡଙ୍ଗା ଟା ଏଠି ପହଞ୍ଚି ଯାଇଛି ତ ବର୍ତ୍ତମାନ ସେ ଘରକୁ ଫେରିବ ଆଜ୍ଞା ଆଜ୍ଞା ତ ସାର୍ ଘରକୁ ଫେରି ହଁ ଘରକୁ ଫେରିବ ମାନେ ସେ କଣ କଲା ନା ଏଇ ଦିଗରେ ଫେରିବ ହ ନା ନାଇଁ ପୁଣି ତା ଜାଗାକୁ ଯିବ ନା ତ ଆଜ୍ଞା ଏଇ ଆଜ୍ଞା ଦିଟା ସାର୍ କଣ୍ଡିସନରେ ଆଜ୍ଞା ରଖିଛି ଏଇ ଦିଟା କଣ୍ଡିସନ କୁ ଆମେ ଯଦି ଚିନ୍ତା କରିବା ଏଇ ଦିଟା କଣ୍ଡିସନ କୁ ଯଦି ଆମେ ଚିନ୍ତା କରିବା କଣ ଦିଟା କଲର ପେନ୍ ଅଛି ନା ଏଇଟା ନବା ହଁ ଏଇ ଦିଟା ସିଚୁଏସନ କୁ ଯଦି ଆମେ ଚିନ୍ତା କରିବା ମୁଁ ଯଦି ତମକୁ କହିଲି ଏଇଠି ଲେଖୁଛି
इंग्लिश रे लिखुची बट तुम ओडिया रे बुझिबो तथा भी ओडिया लिखो चेष्टा कर स्पीड ऑफ द बोट बोट माने डंगार बेग डंगा डंगार बेग बेग ହେଲା ତ ଡଙ୍ଗାର ବେଗକୁ ଆମେ ସବୁବେଳେ କହିବା that is v बी ହେଲା v ଡଙ୍ଗାର ବେଗକୁ କଣ କହିବା ପିଲା v ମନେ ରଖିବ v ନା ନା ଭେଲୋସିଟି ହଉଛି ବଟ୍ ତମେ ୟାକୁ ମନେ ରଖିବ କି ଗୋଟେ ମେସେଜ କଲେ ଆଜ୍ଞା ଆପ୍ ନେମ୍ ORS डेली क्विज ORS क्विज ऑनलाइन क्विज ना कौन रखिए रे एरा ORSP डेली क्विज रखिवा ना ORSP क्विज ऑनलाइन रखिवा कौन रखिवा ओआरएसपी डेली क्विज ओआरएस सर सर ऑनलाइन क्विज ORS डेली क्विज रखिवाटा ଭଲ ହବ ORSP आज्ञा सर डेली आज्ञा क्विज ना ଯେ ORSP डेली क्विज ଆପଣଙ୍କର ଆପ୍ ରୁ ଆସୁଛି ସେଥିପାଇଁ ଓଆରଏସପି ଲେଖୁନାହାନ୍ତି ଓଆରଏସପି ଡେଲି हाँ କ୍ୱିଜ୍ ORSP तो लिखा होला ORSP लिखा होला ORSP डेली क्विज ହେଲା आज्ञा ଆଜ୍ଞା ORSP डेली क्विज ओके से आप डेवलपर जे करछन से मैसेज लिखले जे आप रेडी हे गेला ना कोन दबा डेली ତମେ ଏଇ ORSP ରବିବାରଠୁ डेली ହବ नहीं ये रब्बार में जल्दी आसी दी दिन भीतर आसी ओके तो ठीक अच्छे चल पड़ेगा ଆଉ କଣ ପଚାରିଥିଲେ କି ଗୋଟେ କଥା ପଚାରିଥିଲି ସେସବୁ ମନେ ପକେଇ ମୁଁ ଆପ୍ଲିକେସନ ଦେଖେଇବି ହେଲା ମାନେ ଡେମୋ ଆପ୍ଲିକେସନ ଦେଖେଇବି କଣ ସବୁ ହବ ତା ଦେହରେ ଦେଖେଇବି ମାନେ ୟୁଜ କରିପାରିବ ଦି ଦିନ ୱେଟ୍ କରିବ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିବ यस ठीक ଅଛି ଆଉ କିଛି ମାଗିଲା ତ the speed of the boat ସବୁବେଳେ v କହିବା ଆମେ ହେଲା ଆଉ ଗୋଟେ କଣ ନା speed of the stream ମାନେ କଣ ଥିଲା ସ୍ରୋତର ବେଗ ସ୍ରୋତର ବେଗ ସେଇଟା ସବୁବେଳେ କଣ ହବ ପିଲା u ହେଲା u ତ ଏଇଟା ମନେ ରଖିବ ତାହେଲେ ଆମେ ଗୋଟେ ନିକ୍ ନେମ୍ ଦଉଛେ ଆଉ ତମେ ଭାବନି ସାର୍ ଭି କୋଉଟେ ହେଲା ୟୁ କୋଉଟେ ହେଲା ଏମିତି ଭାବନି ଜଷ୍ଟ ଗୋଟେ ନା ତମେ ଯଦି କହିବ ନା ଡଙ୍ଗାର ବେଗ ଏଇ କହିବା ହଁ କହୁନ ବଟ୍ ଆମେ ଗୋଟେ ଯେହେତୁ ଢାଞ୍ଚାରେ ସମସ୍ତେ ୟୁଜ କରୁଛନ୍ତି ଆମେ ସେଇଆ ୟୁଜ କଲେ ଗୋଟେ କମନ ରହିବ ତମେ ଯଦି କହିବ ନା ନା ସାର୍ ସ୍ପିଡ ଅଫ ଦ ବେଗ ନିଶା କୁହ ହଁ ହବ ସ୍ପିଡ ଅଫ ଦ ଡଙ୍ଗାର ବେଗ ନିଶା ଲେଖିଲେ ବି ହବ ବଟ୍ ଯୋଉଟା ସମସ୍ତେ ୟୁଜ କରନ୍ତି ଆମେ ସେଇଟା ୟୁଜ କଲେ ଆମକୁ ଟିକେ କମନ ହବ ଆଉ ସେଇଟା ଭି ଆଉ ୟୁ ରଖିଲେ ବୁଝିଗଲା आज्ञा सर आज्ञा ତାହେଲେ सर ଏଠି ମୁଁ ଡଙ୍ଗାକୁ କହିବି କଣ କହିବି ଭି କହିବି डी ଏ ସ୍ରୋତକୁ କହିବି ୟୁ କହିବି ଠିକ ଅଛି ତ यू ତାହେଲେ ଇଏ ଯୋଉ ଡଙ୍ଗା ଏଠି ଫେରୁଛି ତାହେଲେ ଭି ରେ ଫେରୁଛି ସ୍ରୋତଟା ତମର ୟୁ ଥିଲା ନା ନାଇଁ आज्ञा सर ତାହେଲେ ପିଲା ଏଇଠି ମତେ କୁହ ଏଇଠି 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 ମତେ କୁହ ମୁଁ ତମକୁ ପଚାରୁଛି ଯେ ଏଇଠି ବେଗଟା ବା ସ୍ପିଡ ଟା ଏଇ ଯୋଉ ସ୍ପିଡ ଟା ହଉଛି ଦେଖ ଦି ଜଣ ସମାନ ଦିଗରେ ଯାଉଛନ୍ତି ନା ନାଇଁ आज्ञा सर ଡଙ୍ଗା ଯୁଆଡେ ଯାଉଛି ସ୍ରୋତ ବି ସିଆଡେ ଯାଉଛି ତାହେଲେ ଏଇଟା କହିବା ଆମେ କଣ ଅନୁକୂଳ ବେଗ ଅନୁକୂଳ ବେଗ ବା ବେଗ ଇଂଲିଶ ରହୁଛି ଡାଉନ ଷ୍ଟ୍ରିମ୍ जिम ତାହେଲେ ଅନୁକୂଳ ବେଗ ମାନେ କଣ ଦି ଜଣ ମିଶିଯିବେ ନା ପିଲା ना सर ନା ନା ଭଲ ଚିନ୍ତା କର ଯେ ଗୋଟେ ସେମ ଦିଗରେ ଯାଉଛନ୍ତି ମାନେ ଡଙ୍ଗା ଯାଉଛି ଇଆଡେ ପାଣି ବି ସିଆଡେ ତାହେଲେ ବେଶୀ ଜୋର ଯିବ ନା ନାଇଁ ଡଙ୍ଗା ଯୁଆଡେ ଯାଉଛି ପାଣି ବି ସିଆଡେ ଯାଉଛି ବେଶୀ ଜୋର ଯିବ ନା ତା ମାନେ କଣ ଭି ପ୍ଲସ ୟୁ ନୁହଁ କି आज्ञा सर କିଏ କନଫ୍ୟୁଜନ ହେଲା କୁହ ପିଲା ମୁଁ ଯୋଉ କହିଲି ଡଙ୍ଗା ଯୁଆଡେ ଯାଉଛି ପାଣି ସ୍ରୋତ ବି ସିଆଡେ ଯାଉଛି ତମେ ଚିନ୍ତା କର ଆର ଯଦି ମେସିନ ଟା ବନ୍ଦ କରିଦବା ତଥାପି ଯିବ ନା ନାଇଁ आज्ञा सर ଯଦି ଏଥିରେ ଯୋଉ କନସେପ୍ଟ ଟା ଅଛି ତାକୁ ବନ୍ଦ କରିଦବା ତଥାପି ଯିବ ନା ନାଇଁ କାହିଁକି ଯିବ କାହିଁକି ସ୍ରୋତଟାକୁ ଟାଣି ନେଇଯିବ ଆଉ ଯଦି ଦିଟା ମିଶିଗଲା ଇଆଡେ ଡଙ୍ଗା ବି ଚାଲୁଅଛି ସ୍ରୋତ ବି ଟାଣୁ ତାହେଲେ ଜଲ୍ଦି ଯିବ ନା ନାଇଁ ଆଜ୍ଞା आज्ञा ଆଜ୍ଞା सर ତାହେଲେ ଏଇଟା ଭି ପ୍ଲସ ୟୁ ହବ ବୋଲି ବୁଝିଗଲା ଆଜ୍ଞା ସାର୍ आज्ञा सर
ताले मैं एठी लिखुची तार गोटे निकनेम हला x दैट इज v प्लस u ताहले जेते अनुकूल रे जिबाटा ताको हमें निकनेम दियती x आ सेटा होती v प्लस u काहे कि v प्लस u वाला बुझी हला समझते आज्ञा सर आज्ञा सर हां सेटा स्किन को से बुझमा नाही हाँ ताको एक कथा को जोटा अछि सेही रिलेटेड तमे चूज करो तम आखो पाखरे एंड तुमको सेही टिके ही जाई कि एग्जाम दाव पड़ियो सेमति किछ ने तमे एग्जाम दाव खले अलगा जगह रे एग्जाम देई परिबो आ अलगा जगह रे को जगह रे एग्जाम देई परिबो तार ओटे स्क्रीनशॉट मु तते पठो छाइ हां माने एग्जाम फॉर्म फिल कला हमें सिलेक्ट कर तते पठो दे तो ताहले एटा हला v मिसाण u किए बुझी पाला ना मते कुओ बुझिएला सर तार ठीक सर सेमति एटा हबो इथि बेग माने कोन प्रतिकूल प्रतिकूल सर प्रतिकूल तमर होची एटा इंग्लिश रे होची ऑफ स्ट्रीम अपस्ट्रीम आ सेटा को सर हम एटा निकनेम भी देती y हां एटा भी v माइनस माइनस u एटा हबो v माइनस काहे कि ना तमर जो तमे डंगा तो चलै जाउ जोरे फेरिबो बट प्रॉब्लम हो सोतो तमु टाणीबो ना नहीं टाणीबो माने आज्ञा आज्ञा माइनस सर करिवो आज्ञा 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 बुझी गेला तो समझते आज्ञा सर ताहले मते एटी को एटी गोटे तुमको एग्जांपल दोछि क्वेश्चन पचारछि एई जो डंगाटा ना एई डंगाटा अनुकटा को दिबार अछि तार तार स्पीड दे दे v दे देछि स्पीड ऑफ द बोट दे देछि 500 किलोमीटर पर आवर हैला आ आज्ञा u सर दे देछि u दे देछि 2 किलोमीटर पर आवर हैला ताहले आज्ञा 21 किलोमीटर तक जिबार अछि केते जिबार अछि 21 किलोमीटर 21 जिबार किलोमीटर अछि ई डंगाटे ताले केते समय लागिवो समय को 21 किलोमीटर जिबार माने सिंपली एई जगह रु मु गोटे लंबा गाड़ी टाणी देते एई जगह पर तो एटा होची 21 किलोमीटर हैला एति जगह से किति बाटे जाइतला ना आज्ञा ए 21 किलोमीटर जिबाकू ए जे प्रथम जिबाकू केते समय लागिवो के कहबो तमर टाइम रो सूत्र कोन पिला हां टाइम रो सूत्र कोन को हां ट्रेनिंग घंटा ठीक है टाइम रो सूत्र कोन ना डिस्टेंस बाय स्पीड तो डिस्टेंस ता केते ना सर कोची एटा तमरे जो अनुकूल देखो के साउंड केते केते करछि सर 3 घंटे स्पीड ता देखो जो अनुकूल माने v u 21 बाय 7 3 घंटा इक्वल टू 3 समझते बुझी पालो आज्ञा सर आज्ञा सर ठीक सेमिति एबे डंगा फेरिबो एबे डंगा फेरिबो इति गाड पहुंची जे फेरिबा पय त केते समय लागिवो से सेम डिस्टेंस बाय टाइम डिस्टेंस से डिस्टेंस बाय स्पीड 7 आवर 7 घंटा 7 ए 7 आवर ताहले 21 बाय v minus u बाय केते v माइनस v u minus u 21 बाय 3 7 घंटा 7 घंटा ताहले पिला एठी मु जेति कि लेखिली समते बुझी पालो हां कि नाही मते को आज्ञा डाउट सर अछि कार आज्ञा सर yes sir yes sir बुझी गेला
ଆଜ୍ଞା ତାହେଲେ ସାର୍ ତମେ ସମସ୍ତେ ଜାଣିପାରୁଛ ମୁଁ ଯଦି ତମକୁ ପଚାରିବାରେ ଗଲା ବେଳେ 3 ଘଣ୍ଟା ଲାଗିଲା ଆସିଲା ବେଳେ କାହିଁକି ତାକୁ ଅଧିକ ସମୟ ଲାଗିଲା କିଏ କହିବ କାହିଁକି? ସାର୍ କାହିଁକି ନା ଗଲା ଗଲାବେଳେ ବେଳରେ ପାଣି ସ୍ରୋତର ଅଲଗା ଥିଲା ଆଉ ଆସିଲା ବେଳେ ପାଣି ସ୍ରୋତର ଅଲଗା ଅଛି। ନା ସତ ତ ସମାନ ଅଛି ସେଇ ଦୁଇ ଥିଲା ସେଇ ଦୁଇ ଅଛି 2 କିଲୋମିଟର/ଆୱାର ଅଛି। ଏ ତ ସିଏ ବି ଦୁଇ ଥିଲା ଏ ଦୁଇ ଥିଲା ତାହେଲେ କମିଲା ମାନେ ଏତେ ଅଧିକ ସମୟ କାହିଁ ଲାଗିଲା? ସାର୍ କାହିଁକି ପ୍ରାଣୀର ସ୍ରୋତ ଟା ବିପରୀତ ହଁ ଦିଗରେ ବହୁଥିଲା। ହଁ ଏଟା ଅନୁକୂଳ ଥିଲା ଗଲାବେଳେ ଆସିଲା ବେଳେ ତମର ପ୍ରତିକୂଳ ହେଇଗଲା ସେଇଥିପାଇଁ ଫେରିବାକୁ ପଡିଲା ଆମକୁ ହଁ ନା ନାଇଁ? ଆଜ୍ଞା ଆଜ୍ଞା ସାର୍ ତାହେଲେ ପିଲା ଏଇଠି ତମକୁ କହିବି ଯୋଉ ପ୍ରଥମ ଯିବା ବେଳର ଯୋଉ ସମୟ ଅନୁକୂଳରେ ଗଲାବେଳେ ଯୋଉ ସମୟ ତାକୁ ଆମେ କହିବା T1 ଫେରିଲା ବେଳେ ଯୋଉ ସମୟ ଆଜ୍ଞା ସାର୍ ତାକୁ କହିବା T2। ତାହେଲେ ମୁଁ ଆଜ୍ଞା କହିବି ଟୋଟାଲ କେତେ ସମୟ ଲାଗିଲା ତମେ କହିବ ସାର୍ ଟୋଟାଲ T ମାନେ ହଉଛି ବଡ T ଟୋଟାଲ T ସମାନେ T1 ମିଶାଣ +T2 T2 ମାନେ 3 ଘଣ୍ଟା equal to 10 hours। ମିଶାଣ 7 ଘଣ୍ଟା = 10। ତାହେଲେ ମୁଁ ତମକୁ ଯଦି କୋଶ୍ଚିନ୍ ପଚାରି ଟୋଟାଲ କେତେ ସମୟ ଲାଗିଲା ତମେ କଣ କହିବ? ପ୍ରଥମ ଟାଇମ ମିଶେଇଦବ ସେକେଣ୍ଡ ଟାଇମ ମିଶେଇଦବ କହିଦବ। 10 ବୁଝିଗଲା? 10 ଘଣ୍ଟା ସାର୍। ତ ତମର ଯେତିକି PMSରେ ମାତ୍ର ଏତିକି କୋଶ୍ଚିନ୍ ଆସେ ଆଉ କିଛି ନାହିଁ। ଆଉ ହଁ ଆମେ ଯଦି ଆଉ ଟିକେ ଆଜ୍ଞା ଅଲଗା ସାର୍ କଥା କହିବା ସହଜ ଆଉ ଟିକେ ଅଧିକ ପଡିବ ହଁ ତମର ଏତିକି କୋଶ୍ଚିନ୍ ଆସେ ଆଉ ଏମିତି କୋଶ୍ଚିନ୍ ତମେ ମୁଁ କହୁଥିଲି ଚୁଟକିରେ ଆନ୍ସର ଦେଇପାରିବ କିଛି ସମୟ ଟେନସନ ନବାର ନାହିଁ ଚୁଟକିରେ ଆନ୍ସର ଦେଇପାରିବ। କିନ୍ତୁ ମୁଁ ଏଇଠି ଗୋଟେ କଥା କହିବି ଆଉ ଉପରକୁ ଗଲେ ଆମେ ଆଉ ଟିକେ ହଁ ଆଉ ଟିକେ ଅଲଗା ଟାଇପ ଆମେ କେବଳ ଏଇ ଟାଇପ ପଢିବା କାରଣ ଆଜି କଣ ତମର PMSରେ ଏଇ ଟାଇପ ହିଁ କୋଶ୍ଚିନ୍ ଆସେ ତେଣୁ ଆମେ ଏତିକି ପଢିବା ହେଲା। ଏମାନେ ଏଇ ଆଜ୍ଞା ଟାଇପ ର ସାର୍ କୋଶ୍ଚିନ୍ ଦେଖିବ ମୁଁ ତା ପୂର୍ବରୁ ଆଉ ଗୋଟେ ଜିନିଷ ତମକୁ କହିବି ଏଇଠି ଧର କହିଛି ସ୍ରୋତର ଅନୁକୂଳରେ ମୁଁ ଯାହା ଓଡିଆରେ ଲେଖୁଛି ଭଲସେ ଶୁଣ ସ୍ରୋତର ମୁଁ ଇଂଲିଶ ଲେଖିଲେ ତମେ ଓଡିଆରେ ବୁଝିପାରିବ ନା ଅପଷ୍ଟ୍ରିମ ସରି ଆଜ୍ଞା ସାର୍ ଡାଉନଷ୍ଟ୍ରିମ ଆଜ୍ଞା ମାନେ କଣ? ସାର୍ ଅନୁକୂଳ ବେଗ। ହଁ ଅନୁକୂଳ ବେଗ ସେଇଟାକୁ ମୁଁ ଗୋଟେ ନିକ୍ ନେମ୍ ଦେଇଥିଲି କଣ ସେ ନିକ୍ ନେମ୍ ଟା କଣ? X X ଏକ୍ସ ଡାଉନଷ୍ଟ୍ରିମ ସ୍ପିଡ that is x ତମର ଦେଇଦେଇଛି 7 km/h X ହେଲା 7। ମାନେ ଦେଇଛି ଗୋଟେ କୋଶ୍ଚିନ୍ କରୁଛନ୍ତି କୋଶ୍ଚିନ୍ ନମ୍ବର 1 ଆଜ୍ଞା ତମକୁ ଅପଷ୍ଟ୍ରିମ ସ୍ପିଡ ବି ଦେଇଛି Y ହଁ y is equal to 3 km/h ହେଲା ତମେ ପିଲା ମୁଁ ଏଇଠି ଯଦି ଇକ୍ୱାଲ ଟୁ ଲେଖି ତମକୁ ପଚାରୁଛି ଆରେ ଡାଉନଷ୍ଟ୍ରିମ ସ୍ପିଡ ମାନେ କଣ v ପ୍ଲସ ୟୁ ନା v ମାଇନସ ୟୁ? ସାର୍ V+U। V ହଁ plus v U ପ୍ଲସ ୟୁ ଅପଷ୍ଟ୍ରିମ ସ୍ପିଡ ମାନେ କଣ ପିଲା v ପ୍ଲସ ୟୁ ନା V v ମାଇନସ ୟୁ? minus V minus U ଏଇଟା ତମେ ଏଇଟା କିଛି ଦରକାର ନାହିଁ ବଟ ତମେ ଜାଣିଛ ନା ମୁଁ ପଚାରିଲି ଖାଲି ଆଜ୍ଞା ଜାଣିଛ ତ ତାମାନେ କଣ ଆଜ୍ଞା ଏଠି ସାର୍ ହଁ ସ୍ରୋତ ଯୁଆଡେ ଡଙ୍ଗା ସିଆଡେ ଏଠି କଣ ଆଜ୍ଞା ସ୍ରୋତ ଯୁଆଡେ ଡଙ୍ଗା ଅଲଗା ଆଜ୍ଞା ହଁ ନା ଡଙ୍ଗାର ନାଇଁ ବିପରୀତ ଦିଗ। ବୁଝି ହଉଛି ନା ନାଇଁ? ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ଏଇଠି କୋଶ୍ଚିନ୍ ତମକୁ ପଚାରିବ ଯେ ପିଲା ୟୁ ବାହାର କର ପିଲା ଭି ବାହାର କର କଣ ପଚାରିବ ୟୁ ମାନେ କଣ ପିଲା ସ୍ରୋତର ବେଗ ବାହାର କର ପିଲା ଡଙ୍ଗାର ବେଗ ବାହାର ଏଇଟା ଅନୁକୂଳର କୋଶ୍ଚିନ୍ ବେଗ ପଡିବ ତମର ଆଜ୍ଞା ନା ଅନୁକୂଳ ପ୍ରତିକୂଳ କଥା ପଡିନି ଏଠି ଜଷ୍ଟ ସ୍ରୋତ କେତେ ଡଙ୍ଗା ମାନେ ତମକୁ ଯୋଉଟା ଏଠି ଲେଖିଦେଇଥିଲି ଏଇଟା ଯୋଉ ଲେଖିଦେଇଛି ଏଇଠି ଯୋଉ ଲେଖିଦେଇଥିଲି 5 ଗୋଟେ ଲେଖିଥିଲି କଣ ଡଙ୍ଗାର ବେଗ ଆଉ ଗୋଟେ ସ୍ରୋତ ଲେଖିଥିଲି ଆଜ୍ଞା 3 କୋଉଟା ଗଲା ଏ 2 ଲେଖିଥିଲି ସ୍ରୋତ ଲେଖିଥିଲି ସେଇଟା ଡାଇରେକ୍ଟ କୋଶ୍ଚିନ୍ ପଚାରିଦେଇଛି ବୁଝିହେଲା ତମର ଦେଇଦବ ଡାଉନଷ୍ଟ୍ରିମ ସ୍ପିଡ ଆଜ୍ଞା ଦେଇଦବ ଅପଷ୍ଟ୍ରିମ ସ୍ପିଡ ଦେଇଦବ ପଚାରିବ ସ୍ରୋତର ବେଗ କେତେ ଡଙ୍ଗାର ବେଗ କେତେ ତ ସ୍ରୋତର ବେଗର ସୂତ୍ର ହଉଛି କଣ ପିଲା ନା x ଫେଡାଣ y/2 ଡଙ୍ଗାର ବେଗ ସୂତ୍ର କଣ ହଉଛି x ମିଶାଣ y/2 by ତାମାନେ 2 ଦି ଜଣଙ୍କର ଫେଡାଣ ତାହେଲେ ସ୍ରୋତର ବେଗ କେତେ ବାହାରିଲା ପିଲା ସାଙ୍ଗେ ସାଙ୍ଗେ କୁହ 7 ଫେଡାଣ 3/2 4/2 କେତେ ହେଲା 2 km/h ସେମିତି ଡଙ୍ଗାର ବେଗ କେତେ ହବ ପିଲା 7 ମିଶାଣ 3/2
ପାଞ୍ଚ କିଲୋମିଟର ତ ତମର ଟୋଟାଲ ଇଏ ସରିଗଲା ଚାପ୍ଟର ଆଉ କିଛି ନାହିଁ ତ ଏ ଟାଇପ ର କ୍ୱେଶ୍ଚିନ୍ ଆସିଲେ ତମେ ସାଙ୍ଗେ ସାଙ୍ଗେ ଉତ୍ତର ଦେଇପାରିବ ନା ନାଇଁ ଆଜ୍ଞା ସାର୍ ଆଉ ସାର୍ ସାର୍ ଚାଲ ଟିକେ ମୁଁ ଟିକେ ନୋଟ କରିଦିଏ। ହଁ ନୋଟ ସବୁ କର ତମେ ଟିକେ କାହିଁକି ତମେ କଣ ଏଇ ପିଲା ନୋଟ କରୁଛ ନା ନାଇଁ ତମେ ସବୁ ଭଲ ପିଲା ତମେ ସେଇଥିପାଇଁ ନୋଟ୍ କହୁଛ କରୁଛୁ ହଁ ତମେ ସବୁ ଭଲ ପିଲା ସେଇଥିପାଇଁ କହୁଛ ନହେଲେ ପରେ ଭିଡିଓ ଅଛି କେତେଟା ଭିଡିଓ ଓପନ କରିବ ନୋଟ କରିବ ଏବେ ହେଇଗଲା ପଢିଦିଅ ହେଇଗଲା। ହଁ ସାର୍ ତ ଚାଲ ଓଇ କି କଥା ଯୋଉ ମୁଁ ପଠେଇଥିଲି ସେଇଟା କରିଥାନ୍ତେ କଣ ଚାଲ ମାନେ କଣ ମୁଁ ବନ୍ଦ କରିଦେଲି କ୍ଲାସ ଚାଲିଛି ନା ଚାଲ ମାନେ ଓଇ କି କୋଶ୍ଚିନ୍ କଥା ଯୋଉ ଚାଲ କରିଥାନ୍ତେ ହଁ ବାବା ଏବେ କୋଶ୍ଚିନ୍ କୁ ଚାଲ କହୁଛି ये डंगा ये क्वेश्चन टा ଭଲ ସେ ପଡିବ କଣ କହିଛି ଏକ ଡଙ୍ଗା ଦେଖାଯାଉଛି ଆଜ୍ଞା ସାର୍। ଆଜ୍ଞା 30 ଘଣ୍ଟାରେ 270 କିଲୋମିଟର ଡାଉନ ଷ୍ଟ୍ରିମ ରେ ଯାଏ ହେଲା ତା ମାନେ ମତେ କୁହ ଡାଉନ ମାନେ 270 କିଲୋମିଟର 30 ଘଣ୍ଟା ଡାଉନ ଷ୍ଟ୍ରିମ ରେ ଅନୁକୂଳରେ ଯାଏ ତାହେଲେ ଡାଉନ ଷ୍ଟ୍ରିମ ସ୍ପିଡ ଦେଇଦେଇଛି ଏକ୍ସ ଦେଇଦେଇଛି କେତେ 270 ବାଇ 30 କେତେ 7 କିଲୋମିଟର पर आवर किए कौन बुझी पला कंफ्यूजन वाला मैं से पिला को पचारती हाँ स्पीड रो सूत्र कौन पिला ना डिस्टेंस बाय टाइम डिस्टेंस टा देछि 270 तम टाइम देछि 30 तेणु हमर सेटा भाला बुनी कोन बुझी पाछे कथाटा हम कोन कहि दो डायरेक्ट तो कहबो कि डाउन स्ट्रीम स्पीड हो जे ताले एते जदी सुविधा दियो ना ताले तम तो घरे बसि बसि पीएमसी पाई जाई थांतो से तुमको बुझिବାକୁ पड़िବ ସେ କହୁଛି କଣ କହୁଛି 30 ଘଣ୍ଟାରେ 270 କିଲୋମିଟର ଡାଉନ ଷ୍ଟ୍ରିମ ରେ ଯାଏ ତା ମାନେ କଣ ଡାଉନ ଷ୍ଟ୍ରିମ ସ୍ପିଡ ଆମକୁ ବାହାର କରିଦେଲେ ନ ପାଇଲେ ବୁଝିହେଲା ଠିକ ସେମିତି ଆଜ୍ଞା 29 ଘଣ୍ଟାରେ ଉପର ମୁଣ୍ଡକୁ ଯାଏ ଉପର ମୁଣ୍ଡକୁ ମାନେ କଣ ଫେରେ ଯୋଉ ଅଫ ଷ୍ଟ୍ରିମ ରେ ବୁଝିପାରୁଛ ଆଜ୍ଞା ତା ସାର୍। ମାନେ 200 ଡିଷ୍ଟାନ୍ସ ଟା ସେଇ ସେତିକି ରହିବ ନା ବଢିଯିବ କମିଯିବ ଡିଷ୍ଟାନ୍ସ ଟା ସେତିକି ରହିବ 270 ନା ନା ସେଇ 200 ଦେଇ ନା ନା ଦେଇ 203 ଦେଇଛି 203 ବାଇ 29 এটা କେତେ ହେଲା କାଟିବ ସାର୍ ହଁ କଟିଗଲା କାହିଁକି 5 ରେ 6 ରେ କଟୁଛି 7 ରେ କଟୁଛି ବା ନା କେତେ କଟୁଛି 6 ହଁ 6 ରେ ହଉଛି ବା ନା ନା ସାତ 7 ସାତ ପାରିବ ହଁ 7 ହଁ 7 ସାତ ବାଲା ପାରିବ। ଏବେ କୋଶ୍ଚିନ୍ କଣ ପଚାରିଛି ଆମକୁ ପାଣିର ବେଗ କେତେ ପାଣି ମାନେ କଣ ସେଇ ସ୍ରୋତ ବେଗ ପଚାରିଛି ନା ନାଇଁ ଆଜ୍ଞା ସାର୍। ତାହେଲେ ୟୁ ପଚାରିଛି ସ୍ରୋତ କିଏ କହିଲା କି ୟୁ ପଚାରିଛି ଇ ର ଏକ୍ସ କଣ ମାଇନସ ଫର୍ମୁଲା ୱାଇ କହିଲି ଡିଭାଇଡେଡ୍ x ବାଇ ଟୁ। ମାଇନସ y क्यू 9 ଫେରାନ 7 ଡିଭାଇଡେଡ୍ ବାଇ 2 2 ବାଇ 2 1 କିଲୋମିଟର ସହଜ ନା ନାଇଁ ଆଜ୍ଞା ସାର୍ ପଚାରିଛି ଆଜ୍ଞା। ହେଲା। ଆଜ୍ଞା ସାର୍ ଆଉ ଗୋଟେ କୋଶ୍ଚିନ୍ ସେମିତି କରିପାରିବ ହଁ ଆଜ୍ଞା ସାର୍ ସାର୍। ହଁ ସାର୍ ଓକେ କର ସାର୍ ଗୋଟେ। କର ସାର୍ ଇଂଲିଶ କର ସାର୍ ସେମ୍। ନା ନା ସେମ୍ ହଁ କଣ ସେମ୍ ଆଜ୍ଞା ସାର୍ ଏଠି ପଚାରିଛି ଡଙ୍ଗାର ବେଗ ପିଲା ତମେ ସ୍ରୋତର ବାହାର କରିଦବ ନା ଦେଖିକି କର ସାର୍ ଡଙ୍ଗାର ବେଗ ବାହାର ସାର୍ ଟା 145 29 କେତେ ହବ ତମେ ତମେ ନଅକ ପଣିକିଆ ଡାକ କୋଉଠି 5 ଅଛି ନଅକ ପଣିକିଆରେ ସେଇଟା ହବ ଆଜ୍ଞା ନଅକ ପଣିକିଆ ଡାକ କୋଉଠି 5 ଅଛି ଡାହାଣ ପାଖରେ ସେଇଟା ସାର୍ ମୋ ସ୍କ୍ରିନ୍ କଣ ବନ୍ଦ ହଉଛି ପିଲା ସାର୍ ରୁହନ୍ତୁ ସାର୍ ଟିକେ ମୋ ସ୍କ୍ରିନ୍ ବନ୍ଦ ହେଇଗଲା ତାହେଲେ ଆମର ଅଫଷ୍ଟ୍ରିମ ଦେଇଛି ପ୍ରଥମ ଅଫଷ୍ଟ୍ରିମ ଦେଇଛି ମାନେ y ଦେଇଛି ୱାଇ ଦେଇଛି 145 ବାଇ 29 that is 5 ଘଣ୍ଟା per hour ତାପରେ ଡାଉନ ଷ୍ଟ୍ରିମ ଦେଇଛି ମାନେ ଆଜ୍ଞା ସାର୍ 6 x ଭଲ ଦେଇଛି 6 ଭଲ 210 ବାଇ 30 ହେଲା 7 କିଲୋମିଟର पर आवर 7 କିଲୋମିଟର ପର ହାୱାର ତାର ଭି ପଚାରିଛି ମାନେ x ମିଶାଣ y ବାଇ 2 7 ମିଶାଣ 5 ବାଇ 2 12 ବାଇ 2 6 କିଲୋମିଟର पर आवर ସମସ୍ତଙ୍କୁ ସହଜ ଲାଗୁଛି ନା ଲାଗୁନି ଆଜ୍ଞା ସାର୍ ସହଜ ସହଜ
एमिति ही क्वेश्चन परीक्षा रे पड़िबो एटा पड़ आउ हां ये पिला ये क्वेश्चन जे करि परिबो से ताले भलो पिला ना ना सब भलो पिला बट ए क्वेश्चन को बुझिया पड़ो 10 मिनिट देइछि तो ताको घंटा प्रकाश करी काम करियो पड़ो देखो कर चेष्टा कर अनुकूल रे देइछि अनुकूल रे देइछि माने तमर x देइछि 1 किलोमीटर जाउछि बट एटी मिनिट देइछि पिला घंटा 10 मिनिट को घंटा प्रकाश करले कोन हो पिला से टिके से नंबर पछु ଟିକେ ଯିବେ नंबर पूछो जी अच्छा क्वेश्चन कौन है ना ଆଜ୍ଞା ସାର୍ ହେଇଗଲା ସେଠି ନୋଟ କରିଥାନ୍ତି ତ हाँ तमें सुन गोपाल कृष्ण श्रेयांशी राहुल निशा दिव्य अनिता अमरनाथ हाँ समस्ते सरबजीत ଯିଏ ଯେତେବେଳେ ବୁଝିପାରୁନା ସେତିକିବେଳେ କୁହ ନୋଟ ନୋଟ ତମେ ନିଜେ ବି କରିପାରିବ ନା ନିଜେ ନିଜେ କରିପାରିବ କ୍ୱେଶ୍ଚିନ୍ ବୁଝିଲେ ଯଦି ତ ନିଜେ ଲେଖିପାରିବ ନା ଏଟା ଆଉ ମୁଁ ଏଇ କରୁଛି ସାର୍ କ୍ୱେଶ୍ଚିନ୍ ଯଦି ଲେଖୁଛ ହଁ କ୍ୱେଶ୍ଚିନ୍ ଯଦି ଲେଖୁଛ ସେଟା କ୍ଲାସ ପରେ ଭିଡିଓ ଦେଖି ଲେଖିଦେଇ ପାରିବ କିଛି ପ୍ରୋବ୍ଲେମ ନାହିଁ ପିଲା ହଉ ଚାଲ ତ ମୋ ସାଙ୍ଗେ ତାହେଲେ କରିବାକୁ ଚେଷ୍ଟା କର ମୁଁ ସେ କ୍ୱେଶ୍ଚିନ୍ ଦେଇଛି ଯେ ଜଣେ ବ୍ୟକ୍ତି ସ୍ରୋତର ଅନୁକୂଳରେ 10 ମିନିଟରେ 1 କିଲୋମିଟର ଯାଏ ତାହେଲେ ଅନୁକୂଳ ଦେଇଛି ଏଠି କିନ୍ତୁ ପ୍ରୋବ୍ଲେମ ଯେଟା ମିନିଟ ଲେଖିଦେଇଛି ଆମ ଘଣ୍ଟା ଲେଖିଥିଲେ ତଳେ ଡାଇରେକ୍ଟ ଭରି ଦେଇଥାନ୍ତେ ମିନିଟ ଲେଖିଛି 10 ମିନିଟ କୁ ଘଣ୍ଟାରେ ପ୍ରକାଶ କରିବାକୁ ହେଲେ କଣ କରିବି ଦେଖ ଛୋଟକୁ ଯଦି ବଡରେ ପ୍ରକାଶ କରୁଛ ହରିବ ଶୁଣିଦିଅ ମୋ କଥା କଣ କହିଲି ଛୋଟକୁ ଯଦି ବଡରେ ପ୍ରକାଶ କରୁଛ ତାହେଲେ ହରିବ ଆଉ ଛୋଟକୁ ବଡକୁ ଯଦି ଛୋଟରେ ପ୍ରକାଶ କରୁଛ ତାହେଲେ ଗୁଣିବ ତାହେଲେ ତମ ମିନିଟ ଟା ଛୋଟ ଘଣ୍ଟା ଟା ବଡ ତେଣୁ ଏଠି କଣ କରିବ ହରିବା ତାହେଲେ 10 ମିନିଟ କୁ ହରିବା ମାନେ କେତେ ତମ ସାଙ୍ଗେ ମନକୁ କ୍ୱେଶ୍ଚିନ୍ ପଚାରିବ ଘଣ୍ଟା ଟା ହବା ପାଇଁ କେତେ ମିନିଟ ଲାଗେ 60 ତେଣୁ 60 वन बाय ବଡ ହେଲେ ହରିବ ନା ତମେ ନିଜେ ଚିନ୍ତା କର ଗୋଟେ ହଉଛି ମିନିଟ ଆଉ ଗୋଟେ ହଉଛି ସେକେଣ୍ଡ ଗୋଟେ ତାହେଲେ ହଉଛି ବଡ ହେଲେ ହରିବ ସେକେଣ୍ଡ ମୁଁ କହୁଛି ଶୁଣିଦିଅ ବୁଝୁଛି ନା ମିନିଟ ଆଉ ଗୋଟେ ହଉଛି ଆଉ घंटा सॉरी मिनिट सॉरी सेकंड मिनिट आवर जानिछे एसु कोन ताहाले एटा सेकंड ता मिनिट थारु छोट हना नै ଆଜ୍ଞା ସାର୍ तो मिनिट ता घंटा थारु छोट ଆଜ୍ଞା ସାର୍ हना नै ताहाले मु जदी कोठी मिनिट को मते घंटा रे प्रकाश करबा अछि ताहाले मते हरिया पड़िबो तो एग्जांपल ये क्वेश्चन हिसाब 10 मिनिट देछि आने मते घंटा रे प्रकाश करे गले 60 हरिया पड़िबो काहे 60 हरियो ना 1 मिनिट इज इक्वल टू 60 सॉरी 60 मिनिट इज इक्वल टू 1 आवर ताने 60 मिनिट रे 1 घंटा ताने 1 मिनिट रे 1/60 हाँ तो ସେଇଥିପାଇଁ ଆମେ ଏମିତି କରୁଛେ ବୁଝିଗଲା ଯଦି ତମେ କହିବ ଧର କହିବ ତମେ ଛୋଟ କଥା ଭାବୁନ ତମେ କହୁଛ 2 ଘଣ୍ଟା ଅଛି ତାକୁ ମିନିଟରେ ପ୍ରକାଶ କର ତମେ ଗୁଣୁନ କି 2 ଗୁଣନ 60 କରୁନ 120 ମିନିଟ କରୁନ ଆଜ୍ଞା ସାର୍ आज्ञा सर आज्ञा ହଁ ତାହେଲେ ଯେତେବେଳେ ଛୋଟରୁ ବଡକୁ ଆସୁଛ ସରି ଯେତେବେଳେ ବଡରୁ ଛୋଟକୁ ଆସୁଛ ତାହେଲେ ଗୁଣିବ ଯେତେବେଳେ ଛୋଟରୁ ବଡକୁ ଯାଉଛ ସେତେବେଳେ ହରିବ ସେତେବେଳେ ହରିବ ମାନେ ବଡ ବୁଝିପାରିଲ ହେଲେ ଛୋଟ ଛୋଟିଆ କଥା ନିହାତି ହଁ ହଁ ତାହେଲେ ମତେ ଏଠି କ୍ୱେଶ୍ଚିନ୍ କୁ ଯଦି 10 ମିନିଟ ଦେଇଛି ତାକୁ ଘଣ୍ଟାରେ ପ୍ରକାଶ କଲେ କଣ ହେଲା 10 ବାଇ 60 ତାହେଲେ 1 ବାଇ 6 1/6 ତାହେଲେ 1 ବାଇ 6 ଉପରକୁ ପଳେଇବ आज्ञा सर आज्ञा ଆଜ୍ଞା ସାର୍ କିଏ ବୁଝିପାରିଲା ନା ଆରେ 1 ବାଇ 6 ଉପରକୁ ପଳେଇବନି ସିଧା କଲେ सेटा व्यतिक्रम हो जिवो ହଁ ଆଜ୍ଞା ତାହେଲେ ଠିକ ସେମିତି y କେତେ କିଲୋମିଟର ଯିବ ରେ ପିଲା ସିଏ ବି 1 କିଲୋମିଟର ଯାଉଛି ଓକେ 1 କିଲୋମିଟର ବାଇ କେତେ 20 ମିନିଟ କୁ ଘଣ୍ଟାରେ ପ୍ରକାଶ କର ଜଲ୍ଦି এটা କିଏ ପ୍ରକାଶ କରି କିଏ କହିବ ମତେ ତାଙ୍କ ନାଁ ହଉଛି ଶ୍ରେୟାଂଶୀ କୁ सर एक होइतो 20 ମିନିଟ କୁ ଘଣ୍ଟାରେ ପ୍ରକାଶ ନାଇଁ ମୁଁ ଯାହାକୁ ପଚାରିଲି ସିଏ କହିବ 20 ମିନିଟ କୁ ଘଣ୍ଟାରେ ପ୍ରକାଶ କରି କୁହ କେତେ ବାହାରିଲା ସିମ୍ପଲି ହଁ କେତେ ବାହାରିଲା 20 ବାଇ ନାଇଁ ନାଇଁ ମୁଁ ପଚାରିଛି ଶ୍ରେୟାଂଶୀ କୁ 20 ବାଇ ଶ୍ରେୟାଂଶୀ 20 ବାଇ
ଷାଠିଏ କାଟିଦେଲା ପରେ 1/3 ନା ନାଇଁ? Yes, sir. ଆଜ୍ଞା ସାର୍ ଓକେ ତାହେଲେ 1/3 ଟା ଉପରୁ ପଳେଇବ 3 ତାହେଲେ ହେଇଗଲା 3 କିଲୋମିଟର पर आवर। ପିଲା ଏବେ ସାଙ୍ଗେ ସାଙ୍ଗେ କରିପାରିବନି? ତେବେ ଡଙ୍ଗାର ବେଗ କେତେ ମାନେ କଣ ଭି ପଚାରୁଛି ନା ୟୁ 4.5 ପାଇଲା। ପଚାରୁଛି? ମତେ ଇଏ କୁହ ଗୋପାଲ କୁହ ଡଙ୍ଗାର ବେଗ ପଚାରିଛି କଣ ଭି ପଚାରିଛି ନା ୟୁ ପଚାରିଛି? सर भी ହଁ ଭି ର ସୂତ୍ର କଣ? X plus y divided by 2. plus 5 2 Sir, ତାହେଲେ 6 ମିଶାଣ 3 ହଁ 4.5 4.5 4.5 ସହଜ ନାହିଁ? ଆଜ୍ଞା ସାର୍ ଆଜ୍ଞା Yes, ସାର୍ sir. ତ ତମାନେ ସବୁ କରିପାରିବ? ଆଜ୍ଞା ସାର୍ Yes. ହଉ ଏଇ ଗୋଟେ କ୍ୱେଶ୍ଚିନ୍ ଆଜିର ଶେଷ କ୍ୱେଶ୍ଚିନ୍ ଆଉ ସବୁ ତମେ କରିବ ହେଲା। ଜଣେ ନାଉରୀ ସ୍ରୋତର ଅନୁକୂଳରେ ହଁ ଚଳିବ ଭଲସେ ଶୁଣ କଣ ଦେଇଛି ଲେଖିବ। ଜଣେ ନାଉରୀ ସ୍ରୋତର ଅନୁକୂଳରେ 4 ଘଣ୍ଟାରେ 36 କିଲୋମିଟର ଯାଏ ତା ମାନେ ଏଇଆ କି ପିଲା? ଆଜ୍ଞା ସାର୍ Yes. ଏଇଆ ଆଜ୍ଞା Yes, ସାର୍ sir. ଯଦି ସ୍ରୋତର ଘଣ୍ଟା ପ୍ରତି ବେଗ 3 ତା ମାନେ ଏଇଆ କି ପିଲା? ଆଜ୍ଞା ସାର୍ ସେ Yes, କହିଛି sir. ସ୍ରୋତର ବେଗ ତମେ ପୁଣି ଭି ମିଶାଣ ଭି ଫେଡାଣ ଲେଖିଦବନି ତୁ ଯାହା କହିଛି ସେଇଆ ଲେଖିବା। ହ୍ୟାଲୋ Huh. ଆଜ୍ଞା ସାର୍ ଇନକମ ସାର୍ଟିଫିକେଟ ଆଗରୁ କମ୍ପଲସରି ମାଗୁନଥିଲା ଯିଏ ମାଗୁଛି କଣ ହେଇଛି କି ପିଲା? ତାହେଲେ ତାଙ୍କୁ କହ ଇନକମ ସାର୍ଟିଫିକେଟ ଦେଲେ ତମର ପଇସା ଫେରି ଆଣିବାର ସୁବିଧା ଅଛି। ତମେ ସପ୍ତାହ ନେଇକି ହଁ ସେ କରାନ୍ତୁ ଡେଟ୍ ଏକ୍ସଟେଣ୍ଡ ହବ କରାନ୍ତୁ। ତାଙ୍କୁ 15 ତାରିଖ ପର୍ଯ୍ୟନ୍ତ ଟାଇମ ଦେଇଦିଅ। ହଁ ତ ପିଲା ଏଇଠି ଗୋଟେ ଛୋଟିଆ କଥା ତମକୁ ପଚାରିବି କିଏ ସାଙ୍ଗେ ସାଙ୍ଗେ ମତେ କହିପାରିବ ଭି କେତେ? ସାଙ୍ଗେ ସାଙ୍ଗେ କହିପାରିବ। ମିଶାଣ ଭି ମିଶାଣ ୟୁ ଦେଇଦେଇଛି 9 ହଁ ଗୁଡ सर 6 କିଏ ବୁଝିପାରୁନି? Sure. Sure, ତମର kilometer ଭି per hour. ମିଶାଣ ୟୁ ଦେଇଛି 9 ୟୁ ହେଇଗଲା 3 ତାହେଲେ ଭି 6 ହବାକୁ ବାଧ୍ୟ। ଆଜ୍ଞା ସାର୍ ଆଜ୍ଞା। ହଁ ତ କୋଶ୍ଚିନ୍ କଣ ପଚାରିଛି ପିଲା ଏବେ ସମୟର କେତେ ସମୟରେ ସ୍ରୋତର ପ୍ରତିକୂଳରେ 6 କିଲୋମିଟର ଯିବ। 6 କିଲୋମିଟର ଯିବ ସ୍ରୋତର ପ୍ରତିକୂଳରେ ମାନେ କଣ ପିଲା ଡାଉନ ଷ୍ଟ୍ରିମ ରେ ତାହେଲେ 6 କିଲୋମିଟର ଯିବ ପ୍ରତିକୂଳ ସ୍ପିଡ କେତେ? 36. ପ୍ରତିକୂଳର ସ୍ପିଡ କେତେ? 36. ହଁ 36 ବୁଝିପାରୁନଥିବେ ଶୁଣ ତମେ ମତେ ପଚାରିଛି କଣ ସମୟ ପଚାରିଛି ନା ଟାଇମ ପଚାରିଛି ନା କେତେ ସମୟ ଟାଇମ ର ସୂତ୍ର କଣ କୁହ? ଡିଷ୍ଟାନ୍ସ ବାଇ Distance by Distance by speed. speed ଗଲା ଡିଷ୍ଟାନ୍ସ ଦେଇଛି କି କୋଶ୍ଚିନ୍ ରେ? ସ୍ରୋତର ପ୍ରତିକୂଳରେ 6 କିଲୋମିଟର ଯିବ ବୋଲି ଦେଇଛି। Again, this. କହିନି ଆଜ୍ଞା କେତେ ଆଜ୍ଞା ସମୟରେ ତାହେଲେ 6 ଦେଇଛି। ତାହେଲେ ସ୍ପିଡ କୋଉ ସ୍ପିଡ ହେଇଛି ପ୍ରତିକୂଳ ସ୍ପିଡ ସୂତ୍ର କଣ ମାନେ କଣ ପ୍ରତିକୂଳ କଣ ଭି ମାଇନସ ୟୁ ନୁହଁ କି? ଆଜ୍ଞା ସାର୍ ଯାହା କହୁଛି ପ୍ରତିକୂଳ ତାହେଲେ ଭି ବାଇ 6 ବାଇ ଭି ମାଇନସ ୟୁ କେତେ ଏଇଠି ଭି ପାଇଛ ୟୁ ପାଇଛ କଣ କେତେ? ଭି ପାଇଛ ୟୁ ପାଇଛ କୁହ ଫେରିଦେଲେ କେତେ? 6 କଣ 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 କଣ? Minus 6 minus 6 minus 3. 3 ସାର୍ सर 3 सर 2 ଆଜ୍ଞା କିଏ ବୁଝିପାରିଲା ନା ଦେଖ କନଫ୍ୟୁଜନ ହୁଅନି ତମକୁ ଏତିକି ବାଟ ପହଞ୍ଚି ସାରିଲା ପରେ ତାପରେ ଲାଷ୍ଟକୁ ସେ କଣ ପଚାରିଛି କହୁଛି ଆରେ ବାବା ମତେ ସ୍ରୋତର ପ୍ରତିକୂଳରେ ଯିବାର ଅଛି ତାହେଲେ ମତେ 6 କିଲୋମିଟର ପୁଣି ଯିବାର ଅଛି କେତେ ସମୟ ଲାଗିବ କେତେ 6 କିଲୋମିଟର ଯିବି ତ ହଉ 6 କିଲୋମିଟର ଉପରେ ରଖିଲି ଏବେ ମତେ ପ୍ରତିକୂଳ ମତେ ଡଙ୍ଗା ବି ମତେ ସ୍ରୋତ ବି ଟାଣୁଛି କାରଣ ମତେ ଯିବାର ଅଛି ମୁଁ ନିଜେ ଚଲେଇକି ଯିବି ବଟ ମତେ ସ୍ରୋତ ବି ପଛକୁ ଟାଣିବ କାରଣ ପ୍ରତିକୂଳ କହିଛି ତାହେଲେ ସେଇଟା ତ ଭି ମାଇନସ ୟୁ ନା ତେଣୁ ଆଜ୍ଞା ସାର୍ ତମେ ଚଲଉଛ ଯୋଉଟା ଡଙ୍ଗା ସେଇଟା ହଉଛି 6 ସ୍ରୋତ ଯୋଉଟା ଟାଣୁଛି ସିଏ ହଉଛି 3 ତାହେଲେ ସେଇ ହିସାବରେ ବାହାରିଗଲା। हाँ सर
हाँ सर चलो तापरटा कर दो एटा तापर हम दिबा तुमको डायरेक्ट दे दे सी ग्रुप लाइट भी डायरेक्ट भी दे दे सी दे दे सी मत लागु छै जल्दी डोंगार ओ आसो स्थिर पानी रे 14 किलोमीटर ता माने भी दे दे सी भी ତାହେଲେ ଦେଇଛି 14 କରେଣ୍ଟ କରେଣ୍ଟ ମାନେ ସ୍ରୋତ ହେଲା ସ୍ରୋତ ଦେଇ ଦେଇଛି କେତେ यू 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 ମାନେ ଦେଇଛି यू 6 ତାହେଲେ ପଚାରିଛି କଣ ପିଲା ଏହି ଏକ ଡଙ୍ଗା ଦ୍ୱାରା 16 କିଲୋମିଟର ଡାଉନ ଷ୍ଟ୍ରିମ୍ ରେ ଯାତ୍ରା ସମୟ ବୁଝୁଛି ମାନେ 1 एक्स ହଁ 45 ମାନେ x ପଚାରିଛି ପଚାରିଛି x ହଁ ପିଲା x ଯେତେବେଳେ x y ୟୁଜ କରିବେ ସେତିକି ବେଳେ ଡାଉନ ଷ୍ଟ୍ରିମ୍ ରେ ଗଲା ଅପଷ୍ଟ୍ରିମ୍ ରେ ଗଲା ସେଟା ଅଲଗା ସେଠି ଆମେ ଫର୍ମୁଲା ଏଠି କ୍ୱେଶ୍ଚିନ କୁ ପଚାରିଛି ନର୍ମାଲ ପଚାରିଛି ଯେ କେତେ ସମୟ ଲାଗିବ ଟାଇମ ପଚାରିଛି ହଁ हाँ आज्ञा सर चल नॉर्मल तो टाइम डिस्टेंस बाय स्पीड डिस्टेंस बाय तो स्पीड डिस्टेंस देई थी और देई केते देई हाँ थी 80 अस्सी 80 तम स्पीड कथा मन 20 रखले भाबी 20 अनुकूल ना प्रतिकूल ना अनुकूल ना प्रतिकूल देखो कोड़िए हाँ अनुकूल देई थी ना डाउन स्ट्रीम देई थी ना ता माने हाँ तम 20 20 देई थी 4 घंटा 4 कोड़िए घंटा कोड़िए कोड़े चारी चार चारी घंटा हेलो लास्ट डेट ଅଛି 31 ତାରିଖ ଅଛି ବଟ୍ ଟିକେ ସେଟା ମାର୍ଚ୍ଚ 15 ବି ହବ ବଟ୍ ପିଲାଙ୍କୁ ଫେବୃଆରୀ 15 କହ ହଁ ଫେବୃଆରୀ 15 ମାନେ ଡେଟ୍ ଘୁଞ୍ଚିବ ତମେ ଆରାମ ସେ ବର୍ତ୍ତମାନ ବନାଅ କାହିଁକି ନା ଗୋଟେ ଆଡମିସନ ସେ କଣ ସେକେଣ୍ଡ ଟାଇମ ଆଡମିସନ କରୁଛି ନା ଫାର୍ଷ୍ଟ ଟାଇମ ଆଉ ସେ ସେକେଣ୍ଡ ଥର ଫାର୍ଷ୍ଟ ଥର ପଇସା ଫେରେଇ ଆଣିପାରିବ ହେଲା ହଁ ହଁ ପିଲା ଆଉ ସବୁ ଗଭର୍ଣ୍ଣମେଣ୍ଟରେ ଦେବି ତମାନେ କରିବ ମୁଁ ପିଡିଏଫ ପଠେଇଦେବି ଆଉ ନୈତିକ ଧାରା ତମେ ହଁ ନୈତିକ ତମେ ଧାରା ପଢିଥାନ୍ତି ହଁ ପଢିବା ଆ ପରେ ପଢିବା ନା ବୁଝିଲ ଇଏ ଚାପ୍ଟର ସରିଗଲା ହଁ ଏବେ ଇଏ ଚାପ୍ଟର କିଛି ନାହିଁ ଏଗୁଡା ତମେ ନିଜେ କରିବ ଏଗୁଡା ତମେ ନିଜେ କରିବ ହେଲା ନିଜେ କରିବ ଆଣ୍ଡ ଆମେ ତାପରେ କଣ କରିବା ନା କାଲି ଆମେ କଣ କରିବା କାଲି ମୁଁ କଣ ପଢିବାର ଥିଲା ଜିଓମେଟ୍ରି ଷ୍ଟାର୍ଟ କରିବାର ଥିଲା ନା କଣ ଅନୁପାତ ଆଉ ସମାନୁପାତ ନା ଅନୁପାତ ସାର୍ ସମାନୁପାତ ଜୋମେଟ୍ରି ଥିଲା ସାରିକି ଜିଓମେଟ୍ରି ନା ନା ଅନୁପାତ ଫୋନ ସାରିକି ଜିଓମେଟ୍ରି ଯିବା କାହିଁକି ନା ସେଗୁଡା ବି କେତେ ଆଗକୁ ୟୁଜ ହଉଛି ସବୁ ଜାଗା ନା ତାକୁ ସାରିକି ଯିବ କାଲି ସେଇଟା ଅନୁପାତ ସମାନୁପାତ ପଢିବା ହଁ ତମ ସାର୍ ମୁଁ କୋଶ୍ଚିନ୍ ଆପଟା ପଢନ୍ତୁ ସାର୍ ନାଇଁ ଆଜି ଆଉ କୋଶ୍ଚିନ୍ ମେ ବି କରିହବ ନା ମତେ ଲାଗୁଛି ତଥାପି ମୁଁ ସାର୍ ଓପନ ମୁଁ ଗୋଟେ କିଛି ସେଣ୍ଡ କରିଥିଲି କହିଦେବି ହଁ ସେ ତମରି କଥା ହିଁ କହୁଛି ମେ ବି କରିହେବନି ନା ନା ସେ କୋଶ୍ଚିନ୍ ଯାଉନି କରିବା ମୁଁ ନହେଲେ ଗୋଟେ କାମ କରିବି ଭଏସ ଦେଇଦେବି କୋଶ୍ଚିନ୍ କେମିତି କରିବ ହେଲା ସେ ଗ୍ରୁପରେ ଦେଇଦେବି ଏବେ ଟିକେ ମୁଁ ତମମାନଙ୍କ ସହିତ କଥା ହେଇଯାଇଥିଲା ଆଣ୍ଡ ତମାନେ ମୁଁ ଏ ପିଡିଏଫ ଟା ସେୟାର କରିଦେବି ତମେ କରିଦେବ ହେଲା ଆଜ୍ଞା ସାର୍ ହଁ आज्ञा ହଉ ଆଣ୍ଡ ଆପ୍ ତ ଆସିଛି ହଁ ଆପ୍ ଦେଖିକି କହୁଥିଲି ବା ଆରେ ସମୟ ବି ବହୁତ କମ୍ ସାର୍ ଆସିବ ନା ଆପଣ କୋଶ୍ଚିନ୍ କରିବେନି ମାନେ ପଠେଇଦେବେ ଆଉ ଅଲଗା କରିବେନି କଣ ମାନେ ବହିର ନାଇଁ ଯୋଉ ନୌକା ଇଏଟାରେ ଆମର ବହିରେ ନାହିଁ ନା ସେଇଟାରେ କଣ ଆହୁରି ଟିକେ କୋଶ୍ଚିନ୍ କରିବେ ହଁ ତମେ ପଠାଅ ତମ ପାଖରେ ନୌକା ଶୁଣ ମୁଁ କଣ କହିବି ତମ ପାଖରେ ଯଦି ଯାହା ପଢା ହଉଛି ସେଇ ରିଲେଟେଡ୍ ଯଦି କୋଶ୍ଚିନ୍ ଅଛି ଭଲସେ ପଠେଇବ ଆଗରୁ ପଠେଇବ ମୁଁ କ୍ଲାସକୁ ଆଣିବି ଆଉ ତମେ ନିଜେ କଷ ଆଉ ଶୁଣ ମୁଁ ଏଇଥିପାଇଁ ରିଫର କରୁନି ତମକୁ କାରଣ ସବୁ କୋଶ୍ଚିନ୍ ସେ ଆପ୍ ଆସିଗଲେ ମୁଁ ଆପରେ ପକେଇଦେବି ସବୁ ମାନେ ଗୋଟେ ନୌକା ସ୍ରୋତ ଲେଖା ହେଇଥିବ ସେଥିରେ ବହୁତ କୋଶ୍ଚିନ୍ ଥିବ ତମେ ଆରାମସେ ନିଜେ ସବୁ କସିବ ଯୋଉଟା ଡାଉଟ ରହିଲା ସେଇଟା ସାର୍ ମୋର ଏଇଟା ଡାଉଟ ରହିଲା ଏଇ କୋଶ୍ଚିନ୍ ଟା ମତେ ଆସିଲାନି ମୁଁ ସେଇଟା ବୁଝେଇବି ସବୁ ଟିକେ ଖାଲି ଆଉ 2-3 ଦିନ ଯିବ ଆପ୍ ଟା ଆସିଯାଉ ସବୁ ବହୁତ କୋଶ୍ଚିନ୍ ଆସିଯିବ ସେ ଆପ୍ ହେଲା ହଁ ବହି କଥାଟା ବି ମୁଁ ଏଇଆ ଚିନ୍ତା କରିଛି ସେ ବହିର ସବୁ କୋଶ୍ଚିନ୍ କୁ ମୁଁ ଆପରେ ପକେଇବି ତମେ ସେଠି ବହି ଖେଳିବାକୁ ପଡିବନି ଆପ୍ ଓପନ ହେଲା ଦେଖ ଦି ତିନିଟା କଥା ହେଇଯିବ
ଛାଡିବି କୋଶ୍ଚିନ୍ ଟା। ହଁ ସାର୍ କଣ ବହି? ମୁଁ କହିବି ପିଲା ଆମେ 5 ତାରିଖ ପର୍ଯ୍ୟନ୍ତ ସମୟ ନେଇକି ତାଙ୍କୁ ଟିକେ ରୁହ ବହି କେମିତି କିଣା ହବ କୋଉ ବହି କିଣିବ କଣ କରିବ ବହି କିଣିବ କି ନାହିଁ ସବୁ ବହି ମୁଁ ସାର୍ କିଣିବି ମୁଁ କି କିଣିଛି ଟିକେ ରୁହ ସାର୍ ମୁଁ କିଣି ହଁ ଦେଇଛି। ଯିଏ କିଣି ଦେଇଛ ଠିକ ଅଛି ଯିଏ କିଣି ଦେଇଛ ଠିକ ଅଛି ଟିକେ ଆପ କେମିତି ଦେଖିବେ ମୁଁ ଭାବି ପାରୁନି କେମିତି ଦେଖେଇବି ମୋ ଇଏ ମୋବାଇଲରେ ଅଛି ହେଲା ଟିକେ ରହିଥା। ଚାଲିଛି କହିଲି ଆଗ ହଁ ମାଡ଼ିକି ଯଦି ପକଉ ଚଉକି ମୋବାଇଲ ଛାଡୁନୁ अरे साउंड हिला म्यूट करो तुमने को देखो क्या करो ସାର୍ ଦେଖାନ୍ତୁ। डाउनलोड करती है डाउनलोड करना चाहिए से आपका को डाउनलोड करी ମାନେ ଇଏ ତମ ଏଠି ଡାଉନଲୋଡ କରନ୍ତି ମୁଁ ଅଲଗା ଜାଗାରେ କରିଛି ଆଉ ଗୋଟେ ମୋବାଇଲ ରେ ଏଠି ଡାଉନଲୋଡ କରିନଥିଲି ଆସୁଛି ଆପ ଫାଇନାଲ ଭର୍ଜନ ଆସିବ ମୁଁ ରେକର୍ଡିଂ ଟା ଷ୍ଟପ କରିଦେବି ରେକର୍ଡିଂ ଟା ଷ୍ଟପ करें कि recording stop